बंधुगण ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ ଆପଣଙ୍କ ସମର୍ଥନରେ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ 3ଟି କଲେଜର ପିଜିଟି ଭ୍ୟାକେନ୍ସି ବିଷୟରେ କହିବାକୁ ଯାଉଛି। ରାୟଗଡ଼ା ଜିଲ୍ଲାର ବନ୍ଧୁଗଣ ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି ଆଉ ପିଜି ସହିତ ବିଇଡ଼ି କରିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ। କିପରି ଭାବରେ ଆବେଦନ କରିବେ, କ'ଣ ରହିଛି ପୋଷ୍ଟ, କ'ଣ ରହିଛି ପଦବୀ, ଆପଣ ଚାଲନ୍ତୁ ଦେଖିବା ଏଇ ଭିଡ଼ିଓରେ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ବନ୍ଧୁଗଣ ଏଇ ଭ୍ୟାକେନ୍ସିଟି ଆସିଛି, ପ୍ରଥମ କଲେଜଟି ରହିଛି ଆପଣଙ୍କର ମହାବିଦ୍ୟାଳୟ। ଏଠି ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଜାଲତାର, ଜିଲ୍ଲା ରହିଛି ରାୟଗଡ଼ା। ଇମେଲ୍ ଆଇଡି ଦେଖିପାରୁଥିବେ ଏଇଠି। ଏଠି ତାଙ୍କର ମୋବାଇଲ ନମ୍ବର ବି ରହିଛି, ଯୋଗାଯୋଗ କରିପାରିବେ। ଆଡଭର୍ଟାଇଜ ଫର୍ ଏନଗେଜମେଣ୍ଟ ଅଫ୍ ଗେଷ୍ଟ ଫ୍ୟାକଲ୍ଟିର ବନ୍ଧୁଗଣ ପିଓରଲି ଟେମ୍ପୋରାରୀ ବେସିସ୍ରେ 2025-26 ସେସନ୍ ପାଇଁ ଆପଣଙ୍କୁ ହାୟରିଂ କରାଯାଉଛି। ଏଠି ଦେଖିପାରୁଥିବେ 30/8/2025ରେ ଏହାର ଭ୍ୟାକେନ୍ସିଟି ରିଲିଜ୍ ହେଇଛି, କିନ୍ତୁ ଡେରିରେ ଆସିଛି, ସେଥିପାଇଁ ଆପଣଙ୍କୁ ଡେରିରେ ଭିଡ଼ିଓ ଦେଖିବାକୁ ମିଳୁଛି। ବନ୍ଧୁଗଣ ଚାଲନ୍ତୁ ଦେଖିବା କେଉଁ କେଉଁ ପଦବୀ ରହିଛି ବନ୍ଧୁଗଣ ଭ୍ୟାକେନ୍ସି। ଏଠି ଦେଖିପାରୁଥିବେ ତାଙ୍କର 2ଟି ସବଜେକ୍ଟ ରହିଛି କଲେଜରେ। ଏଠି ଦେଖିପାରୁଥିବେ ସାଇନ୍ସ ପାଇଁ ଗୋଟେ ରହିଛି ଆଉ ଗୋଟେ ଆର୍ଟ୍ସ ପାଇଁ ରହିଛି। ଏଇ ଯେଉଁ ଡେଟ୍ ଏରା ଦେଖୁଛନ୍ତି ବନ୍ଧୁଗଣ, ଏଇଟା ହେଉଛି ସାର୍ଟିଫିକେଟ୍ ଭେରିଫିକେସନ୍ 15/9/2025, 15/9/2025। ଏଠି ଦେଖିପାରୁଥିବେ ଟାଇମ୍ 2ଟା PM ରୁ 5ଟା PM, 9ଟା AM ରୁ 10ଟା AM, ମାନେ 10ଟା PM। ବନ୍ଧୁଗଣ ଏଇ ଯେଉଁ ଟାଇମ୍ଟା ରହିଲା, ଏଇଟା ରହିଛି ବନ୍ଧୁଗଣ ଆପଣ ଏଇ ଯେଉଁ ପିଲାମାନେ ଚୟନ ହେବେ ସେମାନଙ୍କ ପାଇଁ ଡକ୍ୟୁମେଣ୍ଟ, ଆପଣ ଯେଉଁ ସାର୍ଟିଫିକେଟ୍ ଦେଇଥିବେ, ଯେଉଁ ଏଜୁକେସନ୍ ଶିକ୍ଷାଗତ ଯୋଗ୍ୟତା ଦେଇଥିବେ, ଆପଣ ସେଇ ସାର୍ଟିଫିକେଟ୍ ଅରିଜିନାଲ୍ ସାର୍ଟିଫିକେଟ୍ ଧରି ଏଇଠିକି ଆପଣଙ୍କୁ ଯିବାକୁ ପଡ଼ିବନି, ଭିଜିଟ୍ କରିବାକୁ ପଡ଼ିବ। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି ପଦବୀ। ଏଇଠି ଦେଖିପାରୁଥିବେ ସାଇନ୍ସର ରହିଛି, ଏଇଠି ଦେଖିପାରୁଥିବେ ଆର୍ଟ୍ସର ଦେଖିପାରୁଥିବେ କେଉଁ କେଉଁ ରହିଛି। ଏଇଠି ଦେଖିପାରୁଥିବେ ଇଂଲିଶ ରହିଛି, ଓଡ଼ିଆ ରହିଛି, ତାପରେ ଏଇଠି ଦେଖିପାରୁଥିବେ ଓଡ଼ିଆ ଅପସନାଲ୍ ରହିଛି। ଏଠି ଦେଖିପାରୁଥିବେ ହିଷ୍ଟ୍ରି ରହିଛି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ତାପରେ ଦେଖିପାରୁଥିବେ ଏଠି ଦେଖିପାରୁଥିବେ ଫିଜିକ୍ସ ଅଛି, ଏଠି ଦେଖିପାରୁଥିବେ କେମିଷ୍ଟ୍ରି ଅଛି, ବୋଟାନି ଅଛି, ଜୁଲୋଜି ଅଛି। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା କିପରି ଭାବରେ ଆପଣ ଆବେଦନ କରିପାରିବେ। ନାଇଁ ଆପଣଙ୍କର କିଏ କିଏ ଏହାକୁ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର୍ସ 65 ବର୍ଷରୁ କମ୍ ହେଇଥିଲେ ଆପଣ ଆବେଦନ କରିପାରିବେ। ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି, ପିଜି ସହିତ ବିଇଡ଼ି କରିଛନ୍ତି ଏଇ ସବଜେକ୍ଟରେ, ତାହେଲେ ଆପଣ ଆବେଦନ କରିପାରିବେ। ଆଉ ପିଜିରେ ଆପଣ ବନ୍ଧୁଗଣ 50% ମାର୍କ ରଖିଥିବାର ଅଛି। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର, ମୁଁ ଆପଣଙ୍କୁ କହିଦେଉଛି ଏଠି। ଆଉ ବେସିକ୍ କମ୍ପ୍ୟୁଟର ନଲେଜ ଥିଲେ ଆପଣଙ୍କୁ ଭଲ ହେବ, ସୁବିଧା ହେବ। ଆଉ ସାର୍ଟିଫିକେଟ୍ ଥିଲେ ତ ଭଲ କଥା, ନହେଲେ କିଛି ଅସୁବିଧା ନାହିଁ। ଚାଲନ୍ତୁ ଦେଖିବା ବନ୍ଧୁଗଣ, ମୁଁ ଆପଣଙ୍କୁ କହିଦେଉଛି ହାଇସ୍କୁଲର ଦରକାର। ଏଠି ଦେଖିପାରୁଥିବେ ମୁଁ କହିଦେଉଛି ଆପଣଙ୍କୁ ହାଇସ୍କୁଲର ଦରକାର ହେବ। ଆଉ ତାପରେ ଏଠି ଦେଖିପାରୁଥିବେ +2, +3, ଆଉ ତାପରେ ରହିଲା ଆପଣଙ୍କର ପିଜି, ଆଉ ରହିଲା ଆପଣଙ୍କର ବିଇଡ଼ି। ଏହିସବୁ ସାର୍ଟିଫିକେଟ୍ର ଆପଣଙ୍କୁ କପି ଦରକାର। ଆଉ 2ଟି ପାସପୋର୍ଟ ସାଇଜ୍ ଫଟୋ, ଆଉ ତାପରେ ଆପଣଙ୍କର ରହିଲା ଯଦି କମ୍ପ୍ୟୁଟର ସାର୍ଟିଫିକେଟ୍ ଅଛି ତ କିଛି ଅସୁବିଧା ନାହିଁ। ବନ୍ଧୁଗଣ ଚାଲନ୍ତୁ ଦେଖିବା ଆପଣଙ୍କର ଗୋଟେ ବାୟୋଡାଟା ଦରକାର। ବନ୍ଧୁଗଣ ଦେଖିବା ଚାଲନ୍ତୁ କେତେ ଦରମା ମିଳିବ ଆପଣଙ୍କୁ। ଏଇଟା 2025-26 ପାଇଁ ସେସନ୍ ପାଇଁ ହାୟର କରାଯାଉଛି। ଏଠି ଦେଖିପାରୁଥିବେ 400 ଟଙ୍କା ପର କ୍ଲାସ୍ ପିଛା ଆପଣଙ୍କୁ ମିଳିବ। ଆପଣ 50ଟା କ୍ଲାସ୍ ମାସକୁ କରିପାରିବେ, 20,000 ଟଙ୍କା ଦରମା କମାଇ ପାରିବେ। ଚାଲନ୍ତୁ ଦେଖିବା ବନ୍ଧୁଗଣ ଚାଲନ୍ତୁ ଦେଖିବା କିପରି ଭାବରେ ଆପଣ ଆବେଦନ କରିପାରିବେ, ଆଉ ଶେଷ ତାରିଖ କେଉଁ ତାରିଖ ରହିଛି। ଆଉ ବନ୍ଧୁଗଣ ଏଠି ଦେଖିପାରୁଥିବେ ଆପଣମାନେ ଆପଣ ଅଫଲାଇନ୍ ଆବେଦନ କରିବେ ନା କଲେଜ ଭିଜିଟ୍ କରିକି, ନା ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ କରିବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ଆପଣଙ୍କର ବାୟୋଡାଟା ଆପଣଙ୍କୁ ଏହି କଲେଜର ଇମେଲ୍ ଆଇଡ଼ିରେ ଅଛି, ଆଉ ନହେଲେ ଆପଣ ପୋଷ୍ଟ ମାଧ୍ୟମରେ ବି ଆପଣ କରିପାରିବେ। ବନ୍ଧୁଗଣ ପୋଷ୍ଟ ମାଧ୍ୟମରେ ତ ଆଜି ହେଇଗଲାଣି 4 ତାରିଖ, ଆପଣଙ୍କୁ ସମ୍ଭବ ହେବ ନାହିଁ। ଆପଣ ଇମେଲ୍ ଥ୍ରୁରେ ଆପଣଙ୍କ ବାୟୋଡାଟା ପଠାଇ ଦିଅନ୍ତୁ। ଏଇ ଯେଉଁ ଦେଖିପାରୁଥିବେ ଇମେଲ୍ ଆଇଡ଼ିକି ପଠାଇ ଦିଅନ୍ତୁ। 10/9/2025 11 AM ପୂର୍ବରୁ ଆପଣ ପଠାଇ ଦିଅନ୍ତୁ ଇମେଲ୍ ମାଧ୍ୟମରେ। ପୋଷ୍ଟ ମାଧ୍ୟମରେ ଯଦି ଆପଣ ବନ୍ଧୁଗଣ ସେ ଜିଲ୍ଲାରେ ବି ଅଛନ୍ତି, ଯଦି ପୋଷ୍ଟ ମାଧ୍ୟମରେ ହେଉଛି ଆପଣଙ୍କୁ ପଠାନ୍ତୁ, ନହେଲେ ଇମେଲରେ ବି ପଠାଇ ଦିଅନ୍ତୁ। ଏଇଠି ରହିଛି ତାଙ୍କର ନମ୍ବର ଯୋଗାଯୋଗ କରିବାର। ଚାଲନ୍ତୁ ବନ୍ଧୁଗଣ ଦେଖିବା ଦ୍ୱିତୀୟରେ କେଉଁ ମହାବିଦ୍ୟାଳୟ ତରଫରୁ ପିଜିଟି ରହିଛି ପଦବୀ। ଚାଲନ୍ତୁ ଦ୍ୱିତୀୟରେ କେଉଁ କଲେଜ ତରଫରୁ ରହିଛି, ଚାଲନ୍ତୁ ଦେଖିବା। ଏଠି ବନ୍ଧୁଗଣ ଦେଖିପାରୁଥିବେ ଦ୍ୱିତୀୟ କଲେଜଟି ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ
ଉକମ୍ବା। ଆଉ ଏଠି ଦେଖିପାରୁଥିବେ ଜିଲ୍ଲା ରହିଛି ରାୟଗଡ଼ା। ଏଠି ଦେଖିପାରୁଥିବେ ତାଙ୍କରି ରହିଛି, ଏଠି ଆପଣମାନେ ଦେଖିପାରୁଥିବେ ତାଙ୍କର ଇମେଲ୍ ଆଇଡି ରହିଛି, ଏଠି ତାଙ୍କର ମୋବାଇଲ ନମ୍ବର ରହିଛି। ଏଠି ଆପଣମାନେ ଦେଖିପାରୁଥିବେ 2025-26 ସେସନ୍ ପାଇଁ ଆଡଭର୍ଟାଇଜ ଫର୍ ଏନଗେଜମେଣ୍ଟ ଅଫ୍ ଗେଷ୍ଟ ଫ୍ୟାକଲ୍ଟିଜ୍ ଫର୍ ହାୟର ସେକେଣ୍ଡାରୀ କ୍ଲାसेସ୍ ଫର୍ 2025-26 ସେସନ୍ ପାଇଁ ଏଠି ଦେଖିପାରୁଥିବେ ଡେଟ୍ଟି କେଉଁ ତାରିଖରେ ରିଲିଜ୍ ହେଇଯିବ 30/8/2025। କିନ୍ତୁ ବନ୍ଧୁଗଣ ଚାଲନ୍ତୁ ଦେଖିବା କେଉଁ କେଉଁ ରହିଛି ପଦବୀ ଦେଖିପାରୁଥିବେ ବନ୍ଧୁଗଣ। ଏଠି ଆପଣମାନଙ୍କୁ ଦେଖାଇ ଦେଉଛି, ଏଇଠି ଦେଖିପାରୁଥିବେ ଇଂଲିଶ ରହିଛି, ଓଡ଼ିଆ ରହିଛି, ପିଜିଡ଼ି ହିଷ୍ଟ୍ରି ରହିଛି। ଏଇଟା ଆପଣ +2 ଟିଚର୍ରେ ପଢ଼େଇବେ, +2 ପିଲାମାନଙ୍କୁ। ଏଠି ପଲିଟିକାଲ ସାଇନ୍ସ ରହିଛି, ପିଜିଡ଼ି ଇକୋନୋମିକ୍ସ, ପିଜିଡ଼ି ସୋସିଓଲୋଜି। ଏଠି ଦେଖିପାରୁଥିବେ, ଏଠି ଦେଖିପାରୁଥିବେ ଇଂଲିଶ ସବଜେକ୍ଟ ରହିଛି, ଆଉ ତାପରେ ଓଡ଼ିଆ ରହିଛି, ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି। ଏଇ ଡେଟ୍ଟା ଯଦି ଦେଖୁଛନ୍ତି ବନ୍ଧୁଗଣ, ଆପଣ ଯଦି ଚୟନ ହେଉଛନ୍ତି ତାହେଲେ ଏଇ ଡେଟ୍ରେ ଆପଣଙ୍କୁ ଅରିଜିନାଲ ସାର୍ଟିଫିକେଟ୍ ନେଇକି ଭେରିଫିକେସନ୍ କରିବାକୁ ପଡ଼ିବ। ବନ୍ଧୁଗଣ ଚାଲନ୍ତୁ ଦେଖିବା କେଉଁମାନେ ଏହାକୁ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର 65 ବର୍ଷରୁ କମ୍ ହେଇଥିଲେ ଆବେଦନ କରିପାରିବେ। ଆପଣ ଯଦି କୌଣସି ଜାଗାରେ ବି ଚାକିରି କରିନାହାନ୍ତି, ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି, ଆପଣ ଏବେ ଆବେଦନ କରିପାରିବେ। ଛାତ୍ର ଏବଂ ଛାତ୍ରୀମାନେ ଆବେଦନ କରିପାରିବେ। ଆପଣ ଯଦି ଏହି ସବଜେକ୍ଟରେ ଆପଣ ଯଦି ପିଜିରେ 50% ମାର୍କ ରଖିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ। ବନ୍ଧୁଗଣ ଦରମା ଚାଲନ୍ତୁ ଦେଖିବା, ମୁଁ ଆପଣଙ୍କୁ ଏଠି ଦେଖାଇ ଦେଉଛି। 400 ଟଙ୍କା ପର କ୍ଲାସ୍ ପିଛା ମିଳିବ। ଏଠି ଦେଖିପାରୁଥିବେ 400 ଟଙ୍କା ପର କ୍ଲାସ୍ ପିଛା। ଆପଣ ମାସକୁ 50ଟା କ୍ଲାସ୍ କରିବେ, 20,000 ଟଙ୍କା ଦରମା କମାଇ ପାରିବେ। ବନ୍ଧୁଗଣ ଆପଣ ଯଦି କିଛି ପ୍ରିପାରେସନ୍ କରୁଛନ୍ତି ଜବ୍ ପାଇଁ, ତାହେଲେ ବି ଆପଣ ଚାକିରି ପାଇଁ ପ୍ରିପାରେସନ୍ କରୁଛନ୍ତି, ତାହେଲେ ଆପଣ ଆସିକି ଚାକିରି କରିପାରିବେ। ଟେମ୍ପୋରାରୀ ହେଲେ ବି ଆପଣଙ୍କୁ ଶିଖିବାକୁ ମିଳିବ ଏବଂ ଆପଣଙ୍କର ଅନୁଭବ ବି ବଢ଼ିବ। ବନ୍ଧୁଗଣ ଚାଲନ୍ତୁ ଦେଖିବା, ଆପଣ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର। ଆପଣଙ୍କର ଡକ୍ୟୁମେଣ୍ଟ ଦରକାର, ଆପଣଙ୍କର ହାଇସ୍କୁଲ ଦରକାର, ଆପଣଙ୍କର +2 +3, ଆଉ ତାପରେ ହେଲା ଆପଣଙ୍କର ପିଜି, ତାପରେ ଆପଣଙ୍କର ରହିଲା ବିଇଡ଼ି। ଆଉ ଯଦି ଆପଣଙ୍କର ବେସିକ୍ କମ୍ପ୍ୟୁଟର ନଲେଜ ଅଛି ତ ହେବ। ଯଦି ଆପଣଙ୍କର ସାର୍ଟିଫିକେଟ୍ ଅଛି, କମ୍ପ୍ୟୁଟର ସାର୍ଟିଫିକେଟ୍ ମାନେ ୟୁନିଭର୍ସିଟି ତରଫରୁ, ସମ୍ବଲପୁର ୟୁନିଭର୍ସିଟି ହେଉ କେଉଁ ୟୁନିଭର୍ସିଟିର ଭ୍ୟାଲିଡିଟି ଅଛି, ତାହେଲେ ବି ଆପଣ ଆବେଦନ କରିପାରିବେ। ଆଉ ପିଜିଡିସିଏ କରୁଛନ୍ତି ତାହେଲେ ଭଲ କଥା। ବନ୍ଧୁଗଣ ଚାଲନ୍ତୁ ଦେଖିବା ଆବେଦନ କରିବାର ଶେଷ ତାରିଖ କେଉଁ ତାରିଖରେ ରହିଛି ଆବେଦନ କରିବାର ଶେଷ ତାରିଖ। ଚାଲନ୍ତୁ ଆପଣ ଦେଖିପାରୁଥିବେ ଏଇଠି ଶେଷ ତାରିଖ ରହିଛି ଆପଣଙ୍କର 10/9/2025 11ଟା AM ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆପଣ କିପରି ଭାବରେ ଆବେଦନ କରିବେ, ଅଫଲାଇନ୍ ନା ଅନଲାଇନ୍? ଆପଣ ମାନେ ଏଠି ଦେଖିପାରୁଥିବେ ପୋଷ୍ଟ ମାଧ୍ୟମରେ ଆପଣ କରିପାରିବେ। ଆଉ ଆପଣଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଦିନ ଆପଣଙ୍କୁ ଫିଜିକାଲି ଯିବାକୁ ପଡ଼ିବ। ବନ୍ଧୁଗଣ ଏଠି ଦେଖିପାରୁଥିବେ ବନ୍ଧୁଗଣ ଏଠି ଆପଣମାନେ ଦେଖିପାରୁଥିବେ ଏଇ ଇମେଲ୍ ଆଇଡ଼ିରେ ଆପଣଙ୍କୁ ବାୟୋଡାଟା ଆପଣଙ୍କୁ ପଠାଇବାକୁ ପଡ଼ିବ 10/9/2025 11 AM ପୂର୍ବରୁ। ଆଉ ବନ୍ଧୁଗଣ ଆପଣଙ୍କର ଯେତେବେଳେ ବି ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ, ଆପଣଙ୍କୁ ଫିଜିକାଲି ଡକ୍ୟୁମେଣ୍ଟ ଦେଖିବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ଫିଜିକାଲି ଏଇ ତାରିଖରେ ଆପଣଙ୍କୁ ଡକ୍ୟୁମେଣ୍ଟ ଆପଣଙ୍କୁ ଦେଖିବାକୁ ପଡ଼ିବ ଅରିଜିନାଲ୍ ଆପଣଙ୍କ ଯଦି ଚୟନ ହେଉଛି। ଆଉ 10/9/2025 ଆବେଦନ କରିବାର ଶେଷ ତାରିଖ ରହିଛି। ଏହାର ଚୟନ ପ୍ରକ୍ରିୟା ରହିବ ମାର୍କିଂ ବେସିସ୍ରେ, କ୍ୟାରିୟର ମାର୍କିଂ ବେସିସ୍ରେ। ଆଉ ଚାଲନ୍ତୁ ଦେଖିବା ତୃତୀୟରେ କେଉଁ କଲେଜ ତରଫରୁ ରହିଛି ଭ୍ୟାକେନ୍ସି। ଏଠି ବନ୍ଧୁଗଣ ଆପଣମାନେ ଦେଖିପାରୁଥିବେ ତୃତୀୟ କଲେଜଟି ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଅରବିନ୍ଦ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ନାଇରା, ଆଉଟପୋଷ୍ଟ ନାଇରା, ଜିଲ୍ଲା ରହିଛି ରାୟଗଡ଼ା। ଏଠି ଦେଖିପାରୁଥିବେ ତାଙ୍କର ଯୋଗାଯୋଗ କରିବାର ନମ୍ବର ରହିଛି। ଏଠି ତାଙ୍କର ଇମେଲ୍ ଆଇଡି ରହିଛି। ଏଠି ଦେଖିପାରୁଥିବେ ଆଡଭର୍ଟାଇଜମେଣ୍ଟ ଫର୍ ଏନଗେଜମେଣ୍ଟ ଅଫ୍ ଗେଷ୍ଟ ଫ୍ୟାକଲ୍ଟି ଫର୍ ହାୟର ସେକେଣ୍ଡାରୀ କ୍ଲାसेସ୍ ଫର୍ ସେସନ୍ 2025-26 ସେସନ୍ ପାଇଁ ଆପଣଙ୍କୁ ହାୟର କରାଯାଉଛି। ଏଠି ଦେଖିପାରୁଥିବେ ଡେଟ୍ ଏଠି ମେନସନ୍ ରହିଛି। ଆଉ ଚାଲନ୍ତୁ ଦେଖିବା କ'ଣ ରହିଛି ପଦବୀ। ବନ୍ଧୁଗଣ କେଉଁ କେଉଁ ପଦବୀ ପାଇଁ ରହିଛି ଦେଖନ୍ତୁ, ଏଠି ଦେଖିପାରୁଥିବେ ଇଂଲିଶ ରହିଛି, ଓଡ଼ିଆ ରହିଛି, ଆପଣ ପିଜିଡ଼ି ପୋଷ୍ଟ ପାଇଁ ରହିଛି ପିଜିଡ଼ି ଫିଜିକ୍ସ, ପିଜିଡ଼ି କେମିଷ୍ଟ୍ରି, ପିଜିଡ଼ି ବୋଟାନି, ପିଜିଡ଼ି ଜୁଲୋଜି, ମ୍ୟାଥେନ୍। ଆଉ ତାର ଏଇଠି ଦେଖିପାରୁଥିବେ ପିଜିଡ଼ି ଓଡ଼ିଆ, ପିଜିଡ଼ି ଇଂଲିଶ, ପିଜିଡ଼ି ଲଜିକ୍, ପିଜିଡ଼ି ଇକୋନୋମିକ୍ସ, ପିଜିଡ଼ି ହିଷ୍ଟ୍ରି, ପିଜିଡ଼ି ପଲିଟିକାଲ ସାଇନ୍ସ। ଆଉ ବନ୍ଧୁଗଣ ଦେଖିପାରୁଥିବେ 16/9/25 ରହିଛି ଡକ୍ୟୁମେଣ୍ଟ, 15/9/2025 ଆଉ 16/9/2025 ରହିଛି ଆପଣଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍। ମାନେ ଆପଣଙ୍କର ଯଦି ଆପଣ ଚୟନ ହେଉଛନ୍ତି ତାହେଲେ ଆପଣଙ୍କର ଏଇ ତାରିଖରେ ରହିଛି ଡକ୍ୟୁମେଣ୍ଟ ଭେରିଫିକେସନ୍। ଚାଲନ୍ତୁ ଦେଖିବା ବନ୍ଧୁଗଣ କେଉଁ ଛାତ୍ର ଏବଂ ଛାତ୍ରୀମାନେ ଆପ୍ଲାଏ କରିପାରିବେ। ଏଠି ଦେଖିପାରୁଥିବେ
ଆପଣ ଯଦି ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଏବଂ ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଟିଚର ଅଛନ୍ତି, 65 ବର୍ଷରୁ କମ ବୟସ ଅଛି, ତାହେଲେ ଆପଣ ଆବେଦନ କରିପାରିବେ। ଗଭର୍ଣ୍ଣମେଣ୍ଟ କିମ୍ବା ସରକାରୀ ଏବଂ ବେସରକାରୀ ଏଇ ଶିକ୍ଷକ ଥିବେ, ତାହେଲେ ଆପଣ ଯଦି ଫ୍ରେଶ କ୍ୟାଣ୍ଡିଡେଟ୍ ଅଛନ୍ତି, ତାହେଲେ ଆପଣ ଯଦି କୌଣସି ଜାଗାରେ ଚାକିରି କରିନାହାନ୍ତି, ତାହେଲେ ଆପଣ ବି ଆବେଦନ କରିପାରିବେ। 50% ମାର୍କ ରଖିଥିବାର ଅଛି ଆପଣଙ୍କ ଏଇ ଯେଉଁ ସବଜେକ୍ଟରେ, ଆପଣ ଯେଉଁ ମୁଁ କହିଲି ଏବେ। ଆଉ ତା ସହିତ ଆପଣ ବିଇଡି କରିଥିବେ, ଆଉ ବେସିକ୍ କମ୍ପ୍ୟୁଟର ନଲେଜ ବିଷୟରେ ଜାଣିଥିବେ। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା ଦରମା ଆପଣଙ୍କୁ କେତେ ମିଳିବ। ଏଇଠି ଦେଖିପାରୁଥିବେ ଆପଣ, ଏଠି ଦେଖିପାରୁଥିବେ ଆପଣମାନେ 50ଟା କ୍ଲାସ୍ ମାସକୁ କରିପାରିବେ। ଆପଣଙ୍କୁ ପର କ୍ଲାସ୍ ପିଛା 400 ଟଙ୍କା ମିଳିବ। 20,000 ଟଙ୍କା ମାସକୁ ଦରମା କମାଇ ପାରିବେ। ଆଉ ଚାଲନ୍ତୁ ଦେଖିବା କ'ଣ କ'ଣ ଡକ୍ୟୁମେଣ୍ଟ ଆପଣଙ୍କୁ ଦରକାର। ଏଠି ଦେଖିପାରୁଥିବେ ଆପଣମାନେ, ଆପଣଙ୍କୁ ଦରକାର ହାଇସ୍କୁଲ, +2, +3, ତାପରେ ରହିଲା ଆପଣଙ୍କର ପିଜି, ତାପରେ ରହିଲା ଆପଣଙ୍କର ବିଇଡି, ତାପରେ ରହିଲା ଆପଣଙ୍କର ବେସିକ୍ କମ୍ପ୍ୟୁଟର ନଲେଜର ସାର୍ଟିଫିକେଟ୍। ଯଦି ଅଛି ତ ଭଲ କଥା, ନହେଲେ କିଛି ଅସୁବିଧା ନାହିଁ। ଏହି ସାର୍ଟିଫିକେଟର ଆପଣଙ୍କର କପି, ଆଉ ଆପଣଙ୍କର ରହିଲା 2ଟି ପାସପୋର୍ଟ ସାଇଜ୍ ଫଟୋ, ଆପଣଙ୍କର ଗୋଟେ ବାୟୋଡାଟା। ଆପଣ ଦେଖିପାରୁଥିବେ କିପରି ଭାବରେ ଆପଣ ଆବେଦନ କରିପାରିବେ। ବନ୍ଧୁଗଣ ଏହାର ଚୟନ ପ୍ରକ୍ରିୟା ରହିବ ପିଓରଲି ମାର୍କିଂ ବେସିସ୍ରେ। ଆଉ ବନ୍ଧୁଗଣ ତାର ଆବେଦନ ଶେଷ ତାରିଖ ରହୁଛି, ଆପଣଙ୍କୁ ମୁଁ ଦେଖାଇ ଦେଉଛି ଏଠି। ଆବେଦନ କରିବାର ଶେଷ ତାରିଖ ରହିଛି 10/9/2025। ଏଠି ଦେଖିପାରୁଥିବେ କିପରି ଭାବରେ ଆପଣ ଆବେଦନ କରିବେ, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଆପଣ ସେଣ୍ଡ ପୋଷ୍ଟ କରିପାରିବେ। ପୋଷ୍ଟ ଏ ଯେଉଁ ଏଇ ଆଡ୍ରେସଟା ରହିଲା ଆପଣଙ୍କର ଅଫିସ ଦ ପ୍ରିନ୍ସିପାଲ ଅରବିନ୍ଦ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ, ନାୟରା, ଜିଲ୍ଲା ନୟାଗଡ଼। ଏ ଆଡ୍ରେସ ତ ଆପଣ ପୋଷ୍ଟ କରିପାରିବେ। ଆଉ ଆପଣଙ୍କୁ ହାର୍ଡ଼ କପି ଦେଖାଇବାକୁ ପଡ଼ିବ ଯେତେବେଳେ ଆପଣଙ୍କର ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ଆଉ ବନ୍ଧୁଗଣ, ଆଉ ଆପଣମାନେ ଦେଖିପାରୁଥିବେ, ଆପଣ ଯଦି ଏବେ ତ ସମ୍ଭବ ହୋଇପାରିବନି ବନ୍ଧୁଗଣ, କାରଣ 4/9/2025 ହେଇଗଲାଣି। 10/9/2025 ପୂର୍ବରୁ ଆପଣଙ୍କୁ ପଠାଇବାକୁ ପଡ଼ିବ ଆପଣଙ୍କର ସବୁ ବାୟୋଡାଟା। ଆପଣ କ'ଣ କରିବେ ନା, ଏଇଠି ଦେଖିପାରୁଥିବେ ଇମେଲ୍ ଆଇ ଡ଼ି ରହିଛି। ଇମେଲ୍ ଆଇ ଡ଼ିରେ ଆପଣଙ୍କର ପଠାଇ ପାରିବେ ଆପଣଙ୍କର ବାୟୋଡାଟା ଆଉ ସାର୍ଟିଫିକେଟ୍ର କପି ସବୁ ଆପଣଙ୍କୁ ଲେଖିକି ପଠାଇବାକୁ ପଡ଼ିବ, ଇମେଲ୍ କରିବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ଆପଣ ଯଦି ସେଇ ଜିଲ୍ଲାର ଅଟନ୍ତି, ରାୟଗଡ଼ା ଜିଲ୍ଲାର ବି, ତାହେଲେ ଆପଣ ଇମେଲ୍ ଆଇଡ଼ିରେ କରିପାରନ୍ତି। ଆଉ ଅନ୍ୟ ଜିଲ୍ଲାର ଥିଲେ ଆପଣ ଆବେଦନ କରିବେ। ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହାକୁ ଆବେଦନ କରିପାରିବେ। ଇମେଲ୍ ଥ୍ରୁରେ କରିଦେଲେ ବନ୍ଧୁଗଣ ଭଲ ହେବ, କାରଣ ଆଉ ସମୟ ହିଁ ନାହିଁ। ବନ୍ଧୁଗଣ ଇଏ ଥିଲା ନାଇରା। ଏଇଠି ଦେଖିପାରୁଥିବେ ତାର ରହିଛି ଆଡ୍ରେସଟି, ନାଇରା ଅଫିସ ଅଫ୍ ଦ ପ୍ରିନ୍ସିପାଲ ଅରବିନ୍ଦ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ, ନାଇରା। ଏଇଟା ଥିଲା ରାୟଗଡ଼ ଜିଲ୍ଲା ତରଫରୁ 3ଟି କଲେଜ ତରଫରୁ ଭ୍ୟାକେନ୍ସି। ବନ୍ଧୁଗଣ ଏଇ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ, ତାହେଲେ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଯଦି ଏଇ ଭିଡ଼ିଓଟିରେ ଆପଣଙ୍କର କିଛି ମତାମତ ଥାଏ, ତାହେଲେ ଆପଣ କମେଣ୍ଟ ସେକ୍ସନରେ ଦିଅନ୍ତୁ। ବନ୍ଧୁଗଣ ଏହାର PDF କେଉଁଠି ପାଇବେ, ଚାଲନ୍ତୁ ମୁଁ ଆପଣଙ୍କୁ କହିଦେଉଛି। ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଆପଣ ସେଠି କ୍ଲିକ୍ କରିକି ଆସିପାରିବେ। ବ୍ରଜେନ୍ଦ୍ର ସାର୍ ଅଫିସିଆଲ୍ ଟେଲିଗ୍ରାମ ଗ୍ରୁପ୍ ରହିଛି, ଆପଣ ସେଠି କ୍ଲିକ୍ କରି ଟେଲିଗ୍ରାମ ଲିଙ୍କ୍ର ଏଠି ଆସିକି ଆପଣ ଜଏନ୍ ହେଇଯିବେ। କାରଣ ଆଗକୁ ଆସୁଥିବା ନିଯୁକ୍ତିର ବିଜ୍ଞପ୍ତି କିମ୍ବା PDF ଏଠି ପ୍ରଥମ କରି ପାଇପାରିବେ। ଏଠି ଦେଖିପାରୁଥିବେ, ଏଠି ଅପଲୋଡ଼ କରିଦିଆଯାଇଛି। ଏଠି ଦେଖିପାରୁଥିବେ 4/9/2025 ରାୟଗଡ଼ା ଜାଲତର ଏଠି ଅପଲୋଡ଼ କରିଦିଆଯାଇଛି। ଏଇଠି ଆପଣମାନେ ଦେଖିପାରୁଥିବେ 4/9/2025 ରାୟଗଡ଼ା ଉକମ୍ବାର ଏଠି PDFଟି ଅପଲୋଡ଼ କରିଦିଆଯାଇଛି। 4/9/2025 ନାଇରାର ଏଠି PDFଟି ଅପଲୋଡ଼ କରିଦିଆଯାଇଛି। ବନ୍ଧୁଗଣ ଏଇ ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଜୟ ଜଗନ୍ନାଥ।